हरि ओम फ्रेंड बंधुगण मो सुब्रत आपणको स्वागत करुछि मो यूट्यूब चैनल सुब्रत आस्ट्रो ओडिया यूट्यूब चैनल को। बंधुगण आज आमे जानिबा एही भिडियो रे स्वप्न रे हाथी देखिबा शुभ ना अशुभ अटे। चलंतु बंधुगण एही भिडियो माध्यम रे आलोचना करिबा। हाथी गजराज एही जीव समस्तंकु आकर्षित करिथाए। जे पर्यंत हा विचलित न हुए से पर्यंत चुप रही थाए। आज आसंतु जानिबा स्वप्न रे हाथी देखिबार अर्थ कौन अटे, शुभ अटे ना अशुभ अटे। स्वप्न रे एक कला हाथी को देखिबा एक अप्राकृतिक संकेत बोली विवेचना करा जाए। एहा सूचित करे जे भविष्यत रे आपणको किछि बड़ प्रतिबंधक सामना करिवाको पड़ी पारे। जदि आपण आपणक स्वप्न रे पागल हाथी देखुथांती तेबे ଏହା ଅଶୁଭ ବୋଲି ଧରାଯାଏ। ହଠାତ୍ ଅସୁବିଧାର ଝଡ଼ ଆସିପାରେ। ଏହି ସ୍ୱପ୍ନ ଆପଣଙ୍କୁ ସତର୍କ ରହିବାକୁ ସୂଚିତ କରେ। ଯଦି ଆପଣଙ୍କ ସ୍ୱପ୍ନରେ ଧଳା ହାତୀ ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହି ସ୍ୱପ୍ନ ଆପଣଙ୍କ ଜୀବନରେ ବହୁତ ଖୁସି ଆଣିବାକୁ ଯାଉଅଛି। ଯଦି ଆପଣଙ୍କ ସ୍ୱପ୍ନରେ ଏକ ଶିଶୁ ଧଳା ହାତୀକୁ ଦେଖିବା ଏକ ଭଲ ଘଟଣା ଅଟେ। ଏହାର ଅର୍ଥ ହେଉଛି ତୁମ ଜୀବନରେ ସନ୍ତୁଷ୍ଟ, ସୁଖ ଏବଂ ଶାନ୍ତି ରହିବ। ଯଦି ତୁମେ ତୁମର ସ୍ୱପ୍ନରେ ଏକ ହାତୀ ଚାଲୁଥିବାର ଦେଖ, ଏହାର ଅର୍ଥ ହେଉଛି ତୁମେ ନିଜ ସମସ୍ୟାର ସମାଧାନ କରିପାରିବ। ନିଶ୍ଚିତ ହୁଅ, ଭଗବାନ ଗଣେଶ ନିଜେ ତୁମକୁ ସାହାଯ୍ୟ କରିବେ। ଯଦି ତୁମେ ତୁମର ସ୍ୱପ୍ନରେ ଏକ ଶିଶୁ ହାତୀ ଦୌଡୁଥିବାର କିମ୍ବା ଖେଳୁଥିବାର ଦେଖ, ତେବେ ଏହି ସ୍ୱପ୍ନ ତୁମ ଜୀବନରେ ସୁଖ ଏବଂ ଖୁସି ଖବର ଆଣିବ। ଯଦି ତୁମେ ସ୍ୱପ୍ନରେ ଏକ ଭଗବାନ ହାତୀ ଉପରେ ବସିଥିବାର ଦେଖ, ତେବେ ତୁମ ଜୀବନରେ କିଛି ବଡ଼ ସଫଳତା ଶୀଘ୍ର ଆସିପାରେ। ଯଦି ତୁମେ ତୁମର ସ୍ୱପ୍ନରେ ଏକ ପଥର ହାତୀ ଦେଖୁଛ, ଏହା ଏକ ଶୁଭ ସଂକେତ ଅଟେ। ସଂକେତଟି ହେଉଛି ଯେଉଁମାନେ ତୁମକୁ ଅସୁବିଧାରେ ପକାଉଥିଲେ, ତୁମକୁ ହଇରାଣ କରୁଥିଲେ, ସେମାନେ ତୁମର ଶତ୍ରୁ ହୋଇ ରହିଲେ। ବର୍ତ୍ତମାନ ସେମାନେ ତୁମକୁ ହଇରାଣ କରିବା ବନ୍ଦ କରିବେ। ସହକର୍ମୀଙ୍କ ଗର୍ବ ଆଜି ଭାଙ୍ଗିଯିବ। ଯଦି ତୁମେ ତୁମର ସ୍ୱପ୍ନରେ ଏକ ସୁବର୍ଣ୍ଣ ହାତୀ ଦେଖୁଛ, ଏହାର ଅର୍ଥ ହେଉଛି ଯେଉଁ ଜିନିଷ ପାଇଁ ତୁମେ ବର୍ତ୍ତମାନ ପର୍ଯ୍ୟନ୍ତ ସଂଘର୍ଷ କରୁଥିଲ, ଏହି କ୍ଷଣି ଶୁଭ ଫଳ ବୃଦ୍ଧି ପାଇବ। ସ୍ୱପ୍ନରେ ଉଭୟ ବର୍ଷା ଏବଂ ହାତୀକୁ ଏକାଠି ଦେଖିବା ଅତ୍ୟନ୍ତ ଭଲ ବୋଲି ଧରାଯାଏ। ଏହା ଦେଖିବା ଦ୍ୱାରା ପ୍ରବଳ ବର୍ଷାର ସମ୍ଭାବନା ଅଧିକ ହୋଇଥାଏ। ହାତୀ ଏକ ଔଷଧୀୟ ପଶୁ। ଯଦି ଆପଣ ଅଣ୍ଡା ଖାଇବାକୁ ଦେଖନ୍ତି, ତେବେ ଏହା ଉଦ୍ଦିଷ୍ଟ ଅଟେ। ସଂକେତଟି ହେଉଛି ତୁମେ ତୁମ ଜୀବନରେ ଏପରି କିଛି କରୁଛ ଯାହା ଭଗବାନଙ୍କୁ ପ୍ରସନ୍ନ କରିପାରୁନାହିଁ। ଐରାବତ ହାତୀଟି ସମୁଦ୍ରରେ ଘୁଞ୍ଚିବା ସମୟରେ 14ଟି ରତ୍ନ ମଧ୍ୟରୁ ଗୋଟିଏ ଥିଲା। ଯଦି ଆପଣ ହାତୀକୁ ଅରବାଟା ସ୍ୱପ୍ନ ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏପରି ସ୍ୱପ୍ନ ଆପଣଙ୍କ ଜୀବନରେ ସମ୍ମାନ ବଢ଼ାଇଥାଏ, ସମସ୍ତ ଦିଗରୁ ଅପାରଗତା ଆଣେ। ଏହି ଐରାବତ ହାତୀଟି ଦେଖାଯାଏ ତେବେ ଖ୍ୟାତି ବୃଦ୍ଧି ହେବାର କିଛି ସମ୍ଭାବନା ଅଛି। କିଛି ଉଜ୍ଜ୍ୱଳ ସଫଳତା କିମ୍ବା ରାଜ୍ୟରୁ ସମ୍ମାନ ପାଇବ। ଫେଙ୍ଗ ସୁଇଙ୍କ ଅନୁଯାୟୀ ହାତୀ ଇଚ୍ଛାଶକ୍ତି, ଦୀର୍ଘାୟୁତା, ସମ୍ମାନ ଜନ୍ମ, ସନ୍ତାନ ଜନ୍ମ, ବୌଦ୍ଧିକ ଦକ୍ଷତା ଏବଂ ପ୍ରତିଷ୍ଠା ସହିତ ମଧ୍ୟ ଜଡ଼ିତ ଅଟେ। କେବଳ ଏହା ନୁହେଁ, ଏହା ଶକ୍ତି, ସଫଳତା ଏବଂ ଭାଗ୍ୟ ଆଣିବାକୁ ମଧ୍ୟ ବିବେଚନା କରାଯାଏ। ଘରେ ଏକ ହାତୀ ମୂର୍ତ୍ତି ରଖିବା ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ, କାରଣ ଏହା ଏକା ସାଙ୍ଗରେ ଅନେକ ଶୁଭ ଫଳାଫଳ ଦେଇଥାଏ।
ବାସ୍ତୁରେ କୁହାଯାଇଅଛି ଯେ ଏକ ରୂପା ହାତୀ ମୂର୍ତ୍ତି ଘରର ଉତ୍ତର ଦିଗରେ ରଖିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧତା ବଢ଼ିଥାଏ। ଏହା ଉଭୟ ଭଗବାନ ଗଣପତି ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆଣିଥାଏ। ଫେଙ୍ଗ୍ ସୁଇରେ ଏହା ମଧ୍ୟ କୁହାଯାଇଅଛି ଯେ ଗୋଟିଏ ହାତୀକୁ ଘରର ଉତ୍ତର ଦିଗରେ ରଖିବା ସକାରାତ୍ମକ ଶକ୍ତି ଏବଂ ଆର୍ଥିକ ଲାଭ ଆଣିଥାଏ। ଯଦି ସ୍ୱପ୍ନ ଦେଖୁଥିବା ବ୍ୟକ୍ତି ହାତୀ ଉପରେ ଚଢ଼ିଥିବାର ଦେଖାଯାଏ, ତେବେ ଏହା ଧନ ବୃଦ୍ଧିର ପ୍ରତୀକ ଅଟେ। ଠିଆ ହୋଇଥିବା ହାତୀକୁ ଦେଖିବା କିଛି କାମରେ ବାଧା ସୃଷ୍ଟି କରିପାରେ। ଯଦି ତୁମେ ତୁମର ସ୍ୱପ୍ନରେ ହାତୀ ଏବଂ ନାରୀ ହାତୀକୁ ଦେଖ, ତେବେ ଆପଣଙ୍କ ଜୀବନରେ ଦାମ୍ପତ୍ୟ ଜୀବନରେ ସୁଖ ମିଳିବ। ଯଦି ଜଣେ ଗର୍ଭବତୀ ମହିଳା ସ୍ୱପ୍ନରେ ହାତୀ ଦେଖନ୍ତି, ତେବେ ଭାଗ୍ୟଶାଳୀ ସନ୍ତାନ ହେବାର ସମ୍ଭାବନା ରହିଅଛି। ଯଦି ତୁମେ ତୁମର ସ୍ୱପ୍ନରେ ଏକ ଘୁଙ୍ଗୁଡ଼ି ହାତୀ ଦେଖୁଛ, ତେବେ ଧନ ବୃଦ୍ଧି ଅନିବାର୍ଯ୍ୟ ଅଟେ। ଯଦି ଆପଣ ଏକ ହାତୀ ଦ୍ୱାରା ଆକ୍ରମଣ କରନ୍ତି କିମ୍ବା ଆପଣଙ୍କ ସ୍ୱପ୍ନରେ ହାତୀକୁ ଭୟ କରନ୍ତି, ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ଅସୁବିଧାକୁ ଦୂର କରି ଆଗକୁ ବଢ଼ିବାକୁ ପଡ଼ିବ। ଯଦି ସ୍ୱପ୍ନରେ ହାତୀପଲ ଦେଖାଯାଏ, ତେବେ ଏହି ସ୍ୱପ୍ନ ଧନ ସମ୍ପତ୍ତିର ଅପାର ବୃଦ୍ଧିକୁ ସୂଚିତ କରେ। ବନ୍ଧୁଗଣ, ଭିଡ଼ିଓଟି ଯଦି ଭଲ ଲାଗିଥାଏ, ଭିଡ଼ିଓଟିକୁ ଆପଣମାନେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବଟିଏ କରିଦିଅନ୍ତୁ।